ଫ୍ରେଣ୍ଡସ୍, ଆସ ଆଜି ଆମେ କିଛି ମୋଟିଭେସନାଲ କଥା ଶୁଣିବା। ଠକ ବେଇମାନ ଜୀବନ ଅପେକ୍ଷା ସଚ୍ଚୋଟ ଜୀବନଯାପନ କରିବା ସବୁଠୁ ଭଲ। ଯେତେବେଳେ ତୁମେ କାହାର ଭଲ ଗୁଣ ଦେଖୁଛ, ତୁମର ମନକୁ କ୍ୟାମେରା କରିଦିଅ ନା। ଆଉ ଯେତେବେଳେ ତୁମେ କାହାର ଖରାପ ଗୁଣ ଦେଖୁଛ, ତୁମର ମନକୁ ଗୋଟେ ଅଇନା କରିଦିଅ ନା। ଯେତେବେଳେ ତୁମେ କାହା ଘରକୁ ଯାଉଛ, ତୁମ ଆଖିକୁ ଏତେ ନିୟନ୍ତ୍ରଣରେ ରଖ ଯେପରି ସେମାନଙ୍କ ଅତିଥି ସମ୍ମାନ ଛଡ଼ା ଅନ୍ୟ କୌଣସି ଖରାପ ଗୁଣ ପ୍ରତି ଲକ୍ଷ୍ୟ କର ନା। ଆଉ ଯେତେବେଳେ ତୁମେ କାହା ଘରୁ ବାହାରକୁ ଆସ, ତୁମ ଜିଭକୁ ଏତେ ନିୟନ୍ତ୍ରଣ କର ଯାହାଦ୍ୱାରା ସେମାନଙ୍କ ଘରର ସମ୍ମାନ ଏବଂ ଘରର ଗୁମର ସୁରକ୍ଷିତ ରହେ। ହୃଦୟରେ ରାଗ, ରୁଷା, ମନ୍ଦ ଉଦ୍ଦେଶ୍ୟ ରଖିବା ଅପେକ୍ଷା ନିଜ ମନର କଥା କହିଦେବା ଭଲ। ମୁଁ ସବୁ କିଛି ଜାଣେ, ଏହି ଚିନ୍ତାଧାରା ମଣିଷକୁ ନିମ୍ନଗାମୀ କରିଥାଏ। ଯଦି ତୁମେ ନିଜ ପାଇଁ ସମ୍ମାନ ଚାହୁଁଛ, ତେବେ ଅନ୍ୟମାନଙ୍କୁ ବି ସମ୍ମାନ କରିବା ଶିଖ। କହିବାକୁ ଯଦି ଜିଭ ମିଳିଛି, ତେବେ ଶୁଣିବାକୁ କାନ ରଖିଥାଅ। ମୋର କେତୋଟି କଥାକୁ ସର୍ବଦା ମନେ ରଖିଥିବ। ଯିଏ ବାପାଙ୍କ ପାଦକୁ ଛୁଏଁ ସେ କେବେ ବି ଗରିବ ହୁଏ ନା। ଯିଏ ମାଆର ପାଦକୁ ଛୁଏଁ ସେ କଦାପି ଦୁର୍ଭାଗ୍ୟଶାଳୀ ହୁଏ ନା। ଯିଏ ଭାଇର ପାଦକୁ ଛୁଏଁ ସେ କଦାପି ଦୁଃଖିତ ହୁଏ ନା। ଯିଏ ଭଉଣୀର ପାଦକୁ ଛୁଏଁ ସେ କଦାପି ଚରିତ୍ରହୀନ ହୁଏ ନା। ଯିଏ ଗୁରୁଙ୍କ ପାଦକୁ ଛୁଏଁ ତାପରି ଭାଗ୍ୟବାନ କେହି ନାହିଁ। ଯେତେବେଳେ ଲୋକମାନେ ତୁମ ବିଷୟରେ ଖରାପ କଥାବାର୍ତ୍ତା ହୁଅନ୍ତି, ଆଦୌ ଚିନ୍ତା କର ନା। ବାସ୍ତବରେ ସେହି ଲୋକମାନେ ତୁମକୁ ଗୁରୁତ୍ୱ ଦେବା ପାଇଁ ଅନ୍ୟ କୌଣସି ଉପାୟ ଜାଣନ୍ତି ନାହିଁ। ସେମାନଙ୍କୁ ଭୟ କର ନାହିଁ ଯେଉଁମାନେ ଯୁକ୍ତି କରନ୍ତି, କିନ୍ତୁ ସେଇମାନଙ୍କୁ ଭୟ କର ଯେଉଁମାନେ ଛଳନା କରନ୍ତି। ଦୁଇଟି ଜିନିଷ ନିଜ ଭିତରେ ସୃଷ୍ଟି କରିଦିଅ। ଗୋଟିଏ ତ ହେଉଛି ଚୁପ୍ ରହିବା, ଅନ୍ୟଟି ହେଉଛି କ୍ଷମା କରିଦେବା। କାରଣ ଚୁପ୍ ରହିବା ଭଳି ଭଲ ଉତ୍ତର ନାହିଁ ଏବଂ କ୍ଷମା କରିଦେବା ଭଳି ଭଲ ଦଣ୍ଡ ବି ନାହିଁ। ଜୀବନରେ କେବେ ବି ତୁମ ପ୍ରତିଭା ବା ସମ୍ମାନ ପାଇଁ କଦାପି ଗର୍ବ କର ନାହିଁ। କାରଣ ଯେତେବେଳେ ପଥରକୁ ପାଣିରେ ଫିଙ୍ଗାଯାଏ, ସେ ନିଜ ଓଜନରେ ବୁଡ଼ି ଯାଇଥାଏ। ଜୀବନରେ ତିନି ଜଣଙ୍କୁ କେବେ ବି ଭୁଲିଯାଅ ନାହିଁ, ଯେଉଁମାନେ ତୁମକୁ ଅସୁବିଧା ସମୟରେ ସାଥ ଦେଇଛନ୍ତି। ଭିତରେ ଯେଉଁମାନେ ତୁମକୁ ଅସୁବିଧା ସମୟରେ ଛାଡ଼ି ଦିଅନ୍ତି, ଆଉ ଯେଉଁମାନେ ତୁମକୁ ଅସୁବିଧାରେ ପକାଇଥାନ୍ତି। ଯେଉଁଠାରେ ଅନ୍ୟମାନଙ୍କୁ ବୁଝାଇବା କଷ୍ଟକର ରୁହେ, ସେଠାରେ ନିଜକୁ ବୁଝାଇ ଦେବା ସବୁଠୁ ଭଲ। ଖୁସିରେ ରହିବା ପାଇଁ କେବଳ ଗୋଟିଏ ମନ୍ତ୍ର, ନିଜ ଉପରେ ଭରସା ରଖ, ଅନ୍ୟ କାହା ଉପରେ ନୁହେଁ। କାହାକୁ ଦୁଃଖ ଦିଅ ନା। କାହାକୁ ନଷ୍ଟ କରି ଖୁସି ହେବା ସେ କିଭଳି ଖୁସି ହେବା ନା। କାହାକୁ କନ୍ଦାଇ ହସିବା ସେ କେମିତି ବା ହସିବା। ଅନ୍ୟ ଲୋକଙ୍କ ଜୀବନକୁ ଦେଖିଲେ ତୁମେ କିଛି ପାଇବ ନାହିଁ। ମୋତେ ବିଶ୍ୱାସ କର, ମୋତେ ବିଶ୍ୱାସ କର, ତୁମ ଜୀବନରେ ବହୁତ କିଛି ଅଛି ଯାହା ତୁମକୁ ଅପେକ୍ଷା କରି ରହିଛି। ତୁମେ ନିଜ ଜୀବନକୁ ଦେଖ। ଯଦି ଜୀବନରେ ତୁମର କାମକୁ କେହି ପ୍ରଶଂସା କରୁନାହାନ୍ତି, ତେବେ ଚିନ୍ତା କର ନାହିଁ। କାରଣ ତୁମେ ସେହି ଦୁନିଆରେ ଅଛ ଯେଉଁଠାରେ ଜଳିଥାଏ ତେଲ ଆଉ ସଳିତା, କିନ୍ତୁ ଲୋକମାନେ କୁହନ୍ତି ଦୀପଟା ଜଳୁଛି। ଲୋକମାନଙ୍କୁ ବିଶ୍ୱାସ କର, କାରଣ ବିଶ୍ୱାସ ହେଉଛି ମାନବିକତାର ମୂଳ ମନ୍ତ୍ର। କିନ୍ତୁ କାହାକୁ ସୁଯୋଗ ଦିଅ ନାହିଁ ସେ ଯେମିତି ତୁମକୁ ଅନ୍ଧ ବୋଲି ନ ଭାବୁ। ଇଚ୍ଛା ତୁମର ନିଜ ଇଚ୍ଛା ଦ୍ୱାରା ଆସି ବୁଝ ହୋଇଯାଇଥାଏ। ଯଦି ତୁମେ ତୁମର ଉଡ଼ାଣକୁ ଉଚ୍ଚରେ ରଖିବାକୁ ଚାହୁଁଛ, ତେବେ ତୁମର ଓଜନ କମ୍ କରିଦିଅ ନା। ତୁମର ଶତ୍ରୁକୁ 1000 ଥର ସୁଯୋଗ ଦିଅ, ଯେମିତି ସେ ତୁମର ବନ୍ଧୁ ହୋଇଯାଉ। କିନ୍ତୁ ତୁମ ସାଙ୍ଗକୁ ଗୋଟିଏ ବି ଥର ସୁଯୋଗ ଦିଅ ନାହିଁ, ସେ ତୁମର ଶତ୍ରୁ ହୋଇଯାଉ। ମନେ ରଖ, ଅତୀତର ଦୁଃଖ ଏବଂ ଭବିଷ୍ୟତର ଚିନ୍ତା, ଏହି ଦୁଇ ଜଣ ଚୋର ହୋଇଥାନ୍ତି ଯେଉଁମାନେ ଆମର ସୌନ୍ଦର୍ଯ୍ୟକୁ ଚୋରି କରିଥାନ୍ତି। ଅଧିକ ମିଠା କଥା କହୁଥିବା ଏବଂ ଚାପଲୁସି କରୁଥିବା ଲୋକମାନଙ୍କ ଠାରୁ ସଦାସର୍ବଦା ସାବଧାନ ରୁହନ୍ତୁ। ମୁଁ ଶୁଣିଛି ପ୍ରଶଂସାର ପୁଲ ତଳେ ସ୍ୱାର୍ଥର ନଦୀ ପ୍ରବାହିତ ହେଉଥାଏ। ଲଜ୍ଜିତ ହେବା ଅପେକ୍ଷା ଯନ୍ତ୍ରଣା ସହିଯିବା ଭଲ।
ନିଜ ଲୋକଙ୍କ ହାତ କେବେ ବି ଛାଡ଼ନ୍ତୁ ନାହିଁ, କାରଣ ଯାହାକୁ ନିଜ ଲୋକ ଛାଡ଼ି ଦିଅନ୍ତି ସେ ଅପରିଚିତ ବ୍ୟକ୍ତିଙ୍କ ପାଖରେ ପଡ଼ିଯାଆନ୍ତି। ଜୀବନରେ ଏପରି ବ୍ୟକ୍ତିଙ୍କୁ କଦାପି ଅତ୍ୟାଚାର କର ନାହିଁ ଯାହାର ଭଗବାନଙ୍କ ବ୍ୟତୀତ ଡାକିବାକୁ କେହି ନାହାନ୍ତି। କେବଳ ଭଲ ଦେଖା ହେବା ନୁହଁ, ଭଲ ମଣିଷ ହେବା ଉଚିତ। କାହା ପିଠି ପଛପଟେ କେବଳ ଗୋଟିଏ କାମ କରିବା ଠିକ୍, ତାହା ହେଉଛି ତାଙ୍କ ପାଇଁ ପ୍ରାର୍ଥନା କରିବା। ଅନ୍ୟମାନଙ୍କ ଉପରେ ହସିବା ପରିବର୍ତ୍ତେ ନିଜ ଉପରେ ହସ, କାରଣ ଅନ୍ୟମାନଙ୍କ ଉପରେ ହସିଲେ ତୁମର ଅହଙ୍କାର ବଢ଼ିଥାଏ ଏବଂ ନିଜ ଉପରେ ହସିଲେ ତୁମର ଅହଙ୍କାର ଡୁବିଥାଏ। ହସି ହସି ବଞ୍ଚିବା, ଏହା ହିଁ ଜୀବନର ପ୍ରଥା। କେବଳ ଗୋଟିଏ କାହାଣୀ ଜୀବନର ପ୍ରସିଦ୍ଧ, ଅତୀତ ଆଉ ଫେରି ଆସେ ନା। ଏହା ହେଉଛି ଜୀବନର ସବୁଠୁ ବଡ଼ ଦୋଷ। କାନ୍ଦିବାକୁ ସମୟ କାହିଁ, କେବଳ ହସ, କେବଳ ହସ। ଯଦି ବି ସଂସାର ତୁମକୁ କହେ ଏଟା ପାଗଳଟା, କେବଳ ମନେ ରଖ ତୁମକୁ ଆଉ ଦ୍ୱିତୀୟ ଥର ଏ ଜୀବନ ପାଇବ ନାହିଁ। ଯଦି ଆପଣଙ୍କୁ এই ଭିଡ଼ିଓଟି ଭଲ ଲାଗିଥାଏ ତେବେ ନିଶ୍ଚିତ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ ବି କରନ୍ତୁ ଆମ ଚ୍ୟାନେଲକୁ ଏବଂ ଏହି ଭିଡ଼ିଓଟିକୁ ସେୟାର ବି କରନ୍ତୁ ହ୍ୱାଟ୍ସଆପ୍ ଷ୍ଟାଟସ୍, ଫେସବୁକରେ, ଯେମିତି ସମସ୍ତେ ଏହି କଥା ଗୁଡ଼ିକୁ ଜାଣିପାରନ୍ତୁ। ଧନ୍ୟବାଦ।